जो पुरस्कार तक आज 200-400 टंका देल ता मन आज भारी खुश 200-400 पाई जाइए आज नृसिंहता पकेट रे पैसा नहीं मु तो कहीं मन दुख करूनी आ मु काली 5,500 टंका पाइली तोर कौन गला तोर कौन गला मु तो टंकाटे पाइनी मु तो काकु तो टंकाटे मागिनी ब्राह्मण कांदी कांदी जते बेले निंदा करिछि अर्जुन आ सही पारला कहला एक चुप चुप ठियाओ कृष्ण निंदा कहीं करूछु ना मोर जते पिला होछंती सब जम नै जाउछि कहला मु ड्यूटी नेली दायित्व मु नउछि एथर तो स्त्री जदि गर्भवती ही पिला जन्म करे मु तो पिला को जगिबी देखिबी केमिति आ जन्म आसीबो तो पिलाटा को नै जीवो मु के देखि देबी ब्राह्मण खुशी हला कला जहा हो गुटे अभय वर मिलिला एथर पिला बंचिबो धीरे 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 ब्राह्मणी गर्भ हला अच्छा गर्भवती हेछि बोला स्वर्णे पारद मिसिला प्राय हेला कांति सोईबा को वसुधारे बोलाइला मती सोईबा को वसुधारे बोलाइला मती सोईबा को वसुधारे बोलाइला मती तो आउजु कोन एडे दुर्बल होई जाईछि ना ना यदि गालुआ वाला कहे आसंता काल टू होता आउ राति के 2000 निके बढ़े देऊ तथापि मु आ 2-4 दिन रही जीवी एटा दरकार कहला शीतल कोटी ताहार पुथुल दिसिला साड़ी की अति जतने पिंधिले खसिला साड़ी की अति जतने पिंधिले खसिला साड़ी की अति जतने पिंधिले खसिला बोला सुरस वसन मान होइला बमन धर पक्व जंबुर मान सुरम जन जन जंबुर समान सुरम जन जंबुर समान आज्ञा ब्राह्मणी गर्भवती हो गला अर्जुन दायित्व नहीं तो छुआ को जम नहीं पारिबनी मु जगिबी कौन कला जानिछु गांडी धनु उठाइला शेषे वीर अर्जुन ब्राह्मणी प्रसव गृहरे पशि पार अर्जुन धोइला गांडीव धनु बजेला सर ब्राह्मण घर भीतरटा केवल सर छाउनी कर आज्ञा केही जेमती माछीटे गोली पारिबो ना ना द्वार बंध पाखे गांडीव धनुटा धरिकी बसिला कहला देखिबी देखिबी आज ब्राह्मण पिला को किए मारिबो किंतु
କିଛି ସମୟ ଯାଇଛି हाँ ବ୍ରାହ୍ମଣୀ ପିଲାଟିଏ ଜନ୍ମ କରିକି କାନ୍ଦୁଛି କ୍ଷଣେ ରହ ବାପ ଧନ ଯାଉନ ଶୋଇବ ତମକୁ ନିଦ ଆସୁନାହିଁ ମୁଁ ଯାହା ଗାଇବି କପି କରିକି ଆର ପାଲାରେ ଅନ୍ୟ ଗାୟକ ପାଖରେ ଗାଇବ ଆଉ କଣ ଯା ଶୋଇବ ଯା ପାଲା ଗାଇବାକୁ ଆଇଛ କ୍ଷଣେ ରହ ବାପ ଧନ ନେତ୍ର ବାପା କଣ ଭୁଲ ହେଇଗଲା କି କଣ ଭୁଲ ପାଲା ହଉଛି ସାଂସ୍କୃତିକ ପରିବେଶ ଏଠି ଆପଣଙ୍କୁ ସିଏ ସମାଲୋଚନା ଏମିତି କରିବା ଛଡ଼ା କି ଆପଣ ତାଙ୍କୁ ଏଭଳି ସମର୍ଥନ କରିବା ଆମେ ଏଇଟା ଶିଖିବା ସଭାମଞ୍ଚ ନାରାୟଣଙ୍କ ମଞ୍ଚ ହେଲା ସଂସ୍କୃତି ସମ୍ପର୍କ ମଞ୍ଚ ଏଠି ପରସ୍ପରକୁ ଗାଳି ଗୁଣଜ କଣ ବେଳେ ବେଳେ ସଂସ୍କାର ଥାଇକି ମାନେ ଇଏ କାବ୍ୟ ଆଲୋଚନା କରେ ଏଇଟା ସୁନ୍ଦର ଲାଗେ ମୁଁ ଆପଣଙ୍କୁ ଆଗ ନମସ୍କାରଟି କରୁଛି ମୁଁ ଆସିବା ପରଠାରୁ ନୃସିଂହ ତା ମଞ୍ଚକୁ ଆସିଲେ ପାଳିଆକି ଠିଆ ହେବେନି ଭଜନଟେ ଗାଇବେନି କି ଓଡ଼ିଶଟେ ଗାଇବେନି ମୁଁ କାହାକୁ ସମୟ ଦିଏନି ଏକା ସମୟ ନିଏ ଆଉ ଯେଉଁ ପଦେ ପଦେ କୁହାକୁହି ଟିକେ ହୁଏ ବାଦବାଲା ଚାଲିଛି ତ ଆପଣଙ୍କର ମନ ଯାହା କ'ଣ ସମସ୍ତଙ୍କ ମନ ସେଇଆ ତେଣୁ କିଛି କିଛି ଲୋକ କହିବେ ଦି ଗାୟକ ବାଦବାଲା ଗାଉଛନ୍ତି କିଛି କୁହାକୁହି ହଉନାହାନ୍ତି ଏଇଥିପାଇଁ ଆମେ ପଦେ ପଦେ ପେଟ ପାଇଁ ନାଟ ଲଗେଇକି କୁହାକୁହି ହଉଛୁ ନହେଲେ ଆଉ କିଛି ନାହିଁ କିନ୍ତୁ ଶାସ୍ତ୍ର କେବେ ଭୁଲ ହବନି କ୍ଷଣେ ରହ ବାପ ଧନରେ ମୋର ନେତ୍ର ପ୍ରତିମା କାନ୍ଦଣା ଶୁଭିଲା ବ୍ରାହ୍ମଣୀ କାନ୍ଦିଲା କହିଲା ଧନ 9 ନମ୍ବରରେ ଜନ୍ମ ଦେଲି ଆଜ୍ଞା 8 ନମ୍ବର ପୁଅ ମରି ଯାଇଥିଲା କଥା ଦେଇଥିଲା କୃଷ୍ଣ କଥା ଦେଇଛି ଅର୍ଜୁନ ଜଗିକି ବସିଛି ତୁ ବଞ୍ଚିବୁ ବୋଲି 9 ନମ୍ବର ପୁଅଟା ମୋର ମରିଗଲୁ ଜନ୍ମ ହେଇକି ହେ କୃଷ୍ଣ ମୁଁ ତତେ ଅଭିଶାପ ଦଉଛି ତୋର 8ଟା ପିଲା ମଲା ପରେ ଆଉ ଗୋଟେ ପିଲା ଜନ୍ମ ହବ ତା ନାଁ ହଉଛି ଶାମ୍ବ ଆଜ୍ଞା ଶାମ୍ବ ସେଇ ପିଲା ଦ୍ୱାରା ତୋର ମରଣ ହବ କାହିଁକି ନା ମୁଁ ଆଉ ବଞ୍ଚିବିନି 8ଟା ପିଲା ଜନ୍ମ କରି ସାରିଲା ପରେ 8ଟା ପିଲା ମରିଗଲା ପରେ କୋଉ ମା କେତେ ସହିବ ବାଜିଗଲା ଅର୍ଜୁନ କାନରେ କହିଲା କଣ ସରବାଡ଼ ତିଆରି କରିଛି ମୁଁ ଜଗିକି ବସିଛି ପିଲାଟା ମରିଗଲା ତାକୁ ଜମ ନେଇଗଲା ଦୁର୍ବାର ହେଲା ଅର୍ଜୁନ ପିଲାଟା ମରିଗଲା
ସେଇଠି କୃଷ୍ଣକୁ ଗାଳି କରିଛି ଅର୍ଜୁନ। କହିଲା ପ୍ରଭୁ ଯା ନା ଶୁଣିଲା ମାତ୍ରେ ମୋ ଜୀବନର ପ୍ରତ୍ୟେକ ଲୋମ ବିନ୍ଦୁରେ ଶିହରଣ ସୃଷ୍ଟି ହେଇଯାଏ। ଯୋଉ କୃଷ୍ଣ ନାକୁ ଶୁଣିଲା ମାତ୍ରେ ମୋ ଅଙ୍ଗ ପବିତ୍ର ହେଇଯାଏ। ଆଜି ମୁଁ ସେ କୃଷ୍ଣର ନିନ୍ଦା ଶୁଣିଲି ତତେ ଧିକାର। ଏ ପିଲାଟା କାହିଁକି ମଲା? କଣ ଏ ବ୍ରାହ୍ମଣୀର ଦୋଷ? କାହିଁକି ଏ ପିଲାଟା ମଲା? ମତେ ଉତ୍ତର ଦିଅ ଭଗବାନ ନାରାୟଣ ଋଷିକେଶ। ଏ ପିଲାଟା ମରିବାକୁ ଦାୟୀ କିଏ? ଭଗବାନ କୃଷ୍ଣ ପ୍ରକୃତିସ୍ଥ ହେଲେ। କହିଲେ ଅର୍ଜୁନ ବ୍ୟସ୍ତ ବା ବିବ୍ରତ ହୁଅ ନା। ମୁଁ ପ୍ରକୃତ କୃଷ୍ଣ ନୁହଁ, ମୋ ଉପରେ ଆଉ କୃଷ୍ଣ ଅଛି। ଏ ବ୍ରାହ୍ମଣର ପିଲା ଗୁଡାକ କାହିଁକି ମରୁଛନ୍ତି? ଯା ମୋ ସାଙ୍ଗେ। ନନ୍ଦିଘୋଷ ରଥ ଉପରେ ବସିଲେ ଭଗବାନ କୃଷ୍ଣ ଅର୍ଜୁନ। କହିଲେ ବସ। କହିଲା ନନ୍ଦିଘୋଷ ରଥେ ତୁ ଆରୋହଣ। ନନ୍ଦିଘୋଷ ରଥେ ତୁ ଆରୋହଣ। ସମୟ ଅପେକ୍ଷା କର ଅର୍ଜୁନ। ସମୟକୁ ଅପେକ୍ଷା କର। ନନ୍ଦିଘୋଷ ରଥ ଉପରେ ବସ, ମୋ ସାଙ୍ଗରେ ଚାଲ। ଅର୍ଜୁନ ବସିଲା ନନ୍ଦିଘୋଷ ରଥ ଉପରେ। ଘର 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 ନାଦରେ ନନ୍ଦିଘୋଷ ରଥ ଶୂନ୍ୟରେ ଉଡିବାକୁ ଲାଗିଲା। କଲା ଘର ଘର ନାଦରେ ଗାୟକ କେଶରୀ ଉଦୟନାଥ ରଥ ଶର୍ମା କର୍ଣ୍ଣ ନାଟକ। ଘର ଘର ନାଦରେ ଏ ଅମ୍ବରେ ଅମ୍ବରେ ଶୂନ୍ୟ ଚଳିଲା ନନ୍ଦିଘୋଷ। ଶୂନ୍ୟ ଚଳିଲା ନନ୍ଦିଘୋଷ ରେ ଭୋଲା। ଶୂନ୍ୟ ଚଳିଲା ନନ୍ଦିଘୋଷ। କୃଷ୍ଣ କହିଲେ ଚାଲ ଯିବା। କାହିଁକି ବ୍ରାହ୍ମଣର ଛୁଆ ଗୁଡାକ ମରୁଛନ୍ତି ପରୀକ୍ଷା କରିବା। ଭୁଲ ଭାଲ ଅଛି। ମୋ ମା ଜଣେ ଏଠି ବସୁଛନ୍ତି ଟିଚର। ଆଜି ବହୁତ ଖୁସି ହେଇଯାଇଛି ବାପା ତାଙ୍କ ଉପରେ। ସେ ଖାଲି ଟିଚର ନୁହଁ, ତାଙ୍କ ସାଙ୍ଗରେ ସେ ଜଣେ ଆଷ୍ଟ୍ରୋଲୋଜର। ଆଚ୍ଛା ମୁଁ ବି ବ୍ରାହ୍ମଣ ଛୁଆ, ମତେ ବି ଟିକେ ମେଷ ବୃଷ ମିଥୁନ କର୍କଟ ସିଂହ କଙ୍କଡା ବିଛା ମତେ ବି ଟିକେ ଟିକେ ଜଣା। ନା ପୁଅ ତମେ ବଞ୍ଚିଛ କେବଳ ଜଣଙ୍କ ପାଇଁ। ମୁଁ କହିଲି ନା ମା, ମତେ 7 ବର୍ଷ ହେଲା ଶନି ସପ୍ତାହ ପଡିଛି। ନା ନା ଆଉ ଶନି ସପ୍ତାହ ନାହିଁ।
ମୁଁ କହିଲି ସିନା ଶନି ସପ୍ତାହଟା ନାହିଁ, ଜନ୍ମ ବୃହସ୍ପତିଟା ଅଛି ନା ନାଇଁ? ନା ହଁ ପୁଅ। ମୁଁ କହିଲି ଯେତେବେଳେ ବ୍ରାହ୍ମଣ ପିଲାକୁ ଜନ୍ମ ବୃହସ୍ପତି ପଡ଼ିବ, ସମୟ ପଇଲେ ତାର ମରଣ ବି ହେଇଯାଇପାରେ। ବର୍ତ୍ତମାନ ମୋ ଦେହରେ ଜନ୍ମ ବୃହସ୍ପତି ଚାଲିଛି। ସେ ମା ଜଣେ ଆଷ୍ଟ୍ରୋଲୋଜର, ମୁଁ ଭାରି ଖୁସି ହେଇଗଲି। ନେଇକି ଯାଉଛନ୍ତି ଭଗବାନ କୃଷ୍ଣ, ଜଣେ ବଡ ଆଷ୍ଟ୍ରୋଲୋଜର ଅର୍ଜୁନକୁ ଦେଖେଇବା ପାଇଁ। ଚାଲ ରଥ ଚାଲିଲା। କେମିତି କେମିତି କଲା ପ୍ରକଟ ଚକ୍ର କାଟା କାଟା ରାତାରେ ଅମ୍ବରେ ଅମ୍ବରେ ଆହା ଅମରେ ଅମରେ ଆହା ଅମରେ ଅମରେ ହେଲେ ବଦ୍ରାୟୁଧ ବିଷାଦ ବିଷାଦ ଚନ୍ତାରେ ବିଷାଦ ଚନ୍ତାରେ ବିଷାଦ ଆହା ବିଷାଦ ଚତରେ ବିଷାଦ ଚତରେ ବିଷାଦ ଚତରେ ବିଷାଦ ଚତୁର ରକ୍ଷକୁଳ ପ୍ରବଳ ବ୍ୟଗ୍ରରେ ଧାବିତ ଆହା ପ୍ରେକ୍ଷରେ ଭାବିତ ଆହା ପ୍ରେକ୍ଷରେ ଭାବିତ ହେଲେ ଉପଗତ ହେଲେ ଉପଗତ ହେଲେ ଉପଗତ ଆହା ହେଲେ ଉପଗତ ହେଲେ ଉପଗତ ହେଲେ ଉପଗତ ହେଲେ ଉପଗତ। ଆଜ୍ଞା ରଥ ଚାଲିଲା, ଅର୍ଜୁନ ବସିଲା। ଏ ପିଲାଟା କାହିଁକି ମଲା ମତେ କହ, ନହେଲେ ନିଆଁରେ ପୋଡ଼ିକି ମରିଯିବି। କୃଷ୍ଣ ନାଁରେ କୃଷ୍ଣ କହିଲେ ମରିବା ପୂର୍ବରୁ ରଥରେ ବସ। ବସେଇକି ନେଇକି ଆଗ ଚାଲିଲେ ଇନ୍ଦ୍ରପୁର। ବାସବ କଟକ ଫାଟକ ନିକଟ ହେଲେ ଉପଗତ। ଇନ୍ଦ୍ରକୁ ପଚାରିଲେ, ହେ ଇନ୍ଦ୍ର ଦେବତା, ଆଜ୍ଞା ଜଗତରେ ତମେ ଦେବରାଜ ଇନ୍ଦ୍ର ଦେବତା, ହଁ ବ୍ରାହ୍ମଣ ମାନଙ୍କ ଗୁରୁ କିଏ? କିଏ ବ୍ରାହ୍ମଣ ମାନଙ୍କର ଗୁରୁ ହଉଛନ୍ତି ଆଜ୍ଞା ଅଗ୍ନି। ଆଚ୍ଛା ତମ ହାତରେ ଅଛି ଅଗ୍ନି ବୋଲେ କଣ? ବଜ୍ରଟା। ବଜ୍ରଟା କଣ ନିଆଁ ନା କଣ? ତମେ ଅଗ୍ନିকে ଆୟତ୍ତାଧୀନ କରିଛ। ହଁ ଏ ବ୍ରାହ୍ମଣ ଛୁଆଟା ମରିବା କାରଣ କଣ? କାହିଁକି ମରୁଛନ୍ତି ଟିକେ ଉତ୍ତର ଦିଅ। ଆଚ୍ଛା ଇନ୍ଦ୍ର ପଚାରିଲେ, ହେ ବଜ୍ର, ହଁ ହଁ ହେ ବଜ୍ର, ହଁ ଉତ୍ତର ଦିଅ କାହିଁକି ବ୍ରାହ୍ମଣ ପିଲା ମରୁଛନ୍ତି? ନା ମୁଁ କହିପାରିବିନି। ନା ନା କଣ ହବ ଏଠୁ? ବଜ୍ର ତ ମନା କରିଦେଲା, କହିଲା ମୁଁ କହିପାରିବିନି କାହିଁକି ବ୍ରାହ୍ମଣ ପିଲା ମରୁଛି। ନା 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 ହବ କଣ? କଣ ହବ? ଏ ବିଶ୍ୱର ସମାଧାନ ଆମେ ପାଇବା କେମିତି? କେମିତି? କୋଉଠୁ ଆସିବ? ପଚାରିଲେ କହିଲେ, ଯଦି ତୁ ନ କହିପାରିବୁ ଆଉ ଜଣକ ଜିଭରୁ ଖାଲି ନିଆଁ ବାହାରୁଛି, ହଁ ହଁ ତା ପାଖକୁ ଯା। ନା କା ଜିଭରୁ ନିଆଁ ବାହାରୁଛି? ନା ଗୋଟେ ନାଗ ସାପ। ସେ ନାଗ ସାପର ନାଁ ହଉଛି ଅନନ୍ତ ନାଗ। ସେଇ ଅନନ୍ତ ନାଗ ପାଖକୁ ଯା। ଚାଲିଲେ ଗଲାବେଳେ ନାଗ ସାପଟା ଶୋଇଛି, ତା ଉପରେ ଆଉ ଜଣେ ଶୋଇଛି। ନାଗ ସାପଟା ଶୋଇଛି ଆଜ୍ଞା ଚକ୍ରାକାରରେ ଶୋଇଯାଇଛି, ତା ଉପରେ ଜଣେ ଶୋଇଛି। ସେ କିଏ? କିଏ? ଯଦୁମଣି ମହାପାତ୍ର, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର। ଆଉ ବୋଧେ କହିଲେ, ମୁଁ ଭଜନ ଗାଇବା ଗାୟକ ନୁହଁ। ମଞ୍ଚ ଉପରକୁ ଆସିକି ଯୋଉ 2 ଘଣ୍ଟା ସମୟ ନେଲ ଖାଲି ଭଜନ, ତମକୁ ଯଦୁମଣି ସାହିତ୍ୟ ମିଳିଲାନି, ଭଞ୍ଜ ସାହିତ୍ୟ ମିଳିଲାନି, ଗଙ୍ଗାଧର ମେହେର ସାହିତ୍ୟ ମିଳିଲାନି, ରାଧାନାଥ ସାହିତ୍ୟ ମିଳିଲାନି, ବଳଭଦ୍ର ସାହିତ୍ୟ ମିଳିଲାନି। ନା କମୁଛ ମୁଁ ସନାତନ ଦାସ ବଡ ଗାୟକ। ଖରାପ ଭାବିବେନି ଆଜ୍ଞା, ମଜାରେ କଥା, ଟିକେ ଲୋକମାନଙ୍କୁ ଖୁସି ଦେବା ପାଇଁ।
ନହେଲେ ଏ ପଦଟା ନ କହିଥିଲେ କଣ ମୋ ପାଲା ଚାଲିବନି, ମୁଁ ଗାଇପାରିବିନି। କହିଲା ମଧୁପର ପଦ ଅନନ୍ତ ସେ ଯେ ମଧୁକର ପଦ ଅନନ୍ତ ସେ ଯେ ମଧୁପର ପଦ ଅନନ୍ତ ସେ ଯେ ମଧୁକର ପଦ ଅନନ୍ତ ସେ ଯେ ପଦ୍ମାକରର ମଣ୍ଡନ ଦାସର ଯେ ପଦ୍ମହର ଅନନ୍ତ ସେ ଯେ ହଂସମତରେ ଜାଣି ଏହି ମୂଳ ହଂସରେ ଗାଳି ଏହି ମୂଳ ତାର କବଳେ ବସି ତାନ୍ତି କୁଳ ଦେବୀ ଧ୍ୱଜ ତାତେ ଶୋଭାଜେ ବୀର ଧନ ସାତ ଶୋଭାଜେ যোগী যে সুখ রাজার তারণে প্রকাশিত কলা ভজে প্রকাশিত কলা ভজে মধুপর পদ অনন্ত সেজে সে যে মধু মধু এ দিটা অর্থরে লিখিছন্তি যদুমণি মহাপাত্র। সিଏ ଦିଟା ଅର୍ଥରେ ଲେଖନ୍ତୁ ନ ଲେଖନ୍ତୁ, ଆଜିକାଲି ବ୍ୟାଖ୍ୟାକାର ମାନେ ବହୁତ ବାହାରିଲେଣି। ଯେମିତି ଉପେନ୍ଦ୍ର ଭଞ୍ଜ ସାହିତ୍ୟକୁ ଗୌରୀ କୁମାର ବ୍ରହ୍ମା 14 ପ୍ରକାର ଅର୍ଥ କରିଦେଲେ। ଭଞ୍ଜ କ'ଣ 14 ପ୍ରକାର ଅର୍ଥରେ ଲେଖିଥିଲେ? ତେଣୁ ବ୍ୟାଖ୍ୟାକାର ମାନେ ନିଜର ମସ୍ତିଷ୍କକୁ ପ୍ରୟୋଗ କରି ଜଣେ ଜଣେ କବିଙ୍କର ଗୋଟିଏ ଗୋଟିଏ ଗାଥା ବା ଗୋଟିଏ ଗୋଟିଏ କଥାକୁ 5 ପ୍ରକାର ଅର୍ଥ କରିପାରନ୍ତି। ଜଗତର କେବଳ ଏତିକି ଆପଣ ଜାଣନ୍ତୁ, ଜଗତର ମୂଳ ହେଉଛି ଜଣେ, ତାରିଠୁ ସମସ୍ତେ ସୃଷ୍ଟି। ଓଡ଼ିଆ ଭାଗବତ ଜଗନ୍ନାଥ ଦାସ କଣ କହିଲେ? ତୃତୀୟ ସ୍କନ୍ଦ 11 ଅଧ୍ୟାୟ 71 ନମ୍ବର ପେଜ। ଏତିକି କହିଦେବ ଶୁଣା ଦାସ, ଗୋଟେ ବହି ନା ଏତିକି ପୃଷ୍ଠା, ଏଇ ବହି, ଏଇ କବି, ଏଇ ଧାଡ଼ି କହିଦେବ। କହିଲା ପ୍ରଳୟ ଜଳଧୀର ମଧ୍ୟେ ଅନନ୍ତ ଶୟନ ଆନନ୍ଦେ ଅନନ୍ତ ଶୟନ ଆନନ୍ଦେ ଅନନ୍ତ ଶୟନ ଆନନ୍ଦେ ଜଳେ ଶୋଇଲେ ଭଗବାନ ସେ ଆତ୍ମା ଶକ୍ତିରେ ଅଧୀନ ସେ ଆତ୍ମା ସପିଲେ ଅଧୀନ ସେ ଆତ୍ମା ସପିଲେ ଅଧୀନ ଶୋଇଲେ ଏକ ରୂପ ହୋଇ ସଙ୍ଗେ ସଙ୍ଗତ କେହି ନାହିଁ ସଙ୍ଗେ ସଂଗତ କେହି ନାହିଁ ସଙ୍ଗେ ସଂଗତ କେହି ନାହିଁ। କାଲି କଥା ପ୍ରସଙ୍ଗରେ ମୁଁ କହିଥିଲି ଜଗନ୍ନାଥ ସଂସ୍କୃତି ଭିତରେ ପାଲାବାଲା କହିଲେ ନାହିଁ ସୁଭଦ୍ରା ଜଗନ୍ନାଥର ଝିଅ। ମୁଁ କହିଲି ହଁ ହେଇଥିବ, କୋଉ ବହିରେ ଲେଖା ହେଇଥିବ। ଆଉ କ'ଣ ଗୋଟେ ଗାୟକ ମିଛ କଥା କହିବ? ସକାଳୁ ଉଠିଲି, ଏଇ ପିଲାମାନେ ବସିଥାନ୍ତି, ଯାଇକି ତାସ୍ ଖେଳିଲୁ, 2 ଗାୟକ ଯାକ ସାଙ୍ଗ ହେଇକି ମିଶିକି। ମୁଁ କହିଲି ଆଲୋ ଭାଇ ନା ନା କ'ଣ? ମୁଁ କହିଲି ସୁଭଦ୍ରା କେମିତି ଜଗନ୍ନାଥର ଝିଅ, ଟିକେ ପ୍ରମାଣଟା ଦେଲୁ। କହିଲା ଆରେ ମୋତେ ଗୁଡ଼ାକ ଆଇଛି, ମୁଁ କହୁ କହୁ କହିଦେଇଛି। ଯେଉଁ ପୁରସ୍କାର ତାକୁ ଆଜି 200-400 ଟଙ୍କା ଦେଲ, ତା ମନ ଆଜି ଭାରି ଖୁସ। 200-400 ପାଇଯାଇଛି ଆଉ କ'ଣ। ଆଜି ନୃସିଂହ ତା ପକେଟରେ ପଇସା ନାହିଁ, ମୁଁ ତ କାହିଁ ମନ ଦୁଃଖ କରୁନି। ଆଉ ମୁଁ କାଲି 5,500 ଟଙ୍କା ପାଇଲି, ତୋର କ'ଣ ଗଲା? ତୋର କ'ଣ ଗଲା? ମୁଁ ତ ଟଙ୍କାଟେ ପାଇନି, ମୁଁ ତ କାହାକୁ ତ ଟଙ୍କାଟେ ମାଗିନି, କିନ୍ତୁ ଉତ୍ତରଟା ଦେଲୁନି। ଆଉ ବିନା ଉତ୍ତରରେ ଯେକୌଣସି ଗାୟକ ମଞ୍ଚ ଉପରକୁ ଆପଣ ଡାକିଛନ୍ତି ମୋତେ, ପାଲା ଜାଣିଥାଏ କି ନ ଜାଣିଥାଏ, ମଞ୍ଚ ଉପରେ ଠିଆ ହେଇକି 2 ଘଣ୍ଟା ସମୟ ବିତେଇ ଦେଲେ ହଁ ଆମେ ଗୋଟେ ଗାୟକକୁ ଡାକିଛୁ, ଟାଇମ୍ ପାସ୍ ହେଇଗଲା, ତାକୁ ପଇସା ଦେଇକି ବିଦା କର। କିନ୍ତୁ ମୋ ଯେଉଁ ସୁଦର୍ଶନ ବାପା ବସୁଛନ୍ତି, ତାଙ୍କ ସମୟରେ ଯେଉଁ ଗାୟକ ବିଷୟ ଆରମ୍ଭ କରୁଥିଲା, ତାପରେ ଯଦି ଗାୟକ ସେଇ ବିଷୟକୁ ନ ଧରୁଥିଲା, ତା ପରଦିନ ଗଣ୍ଠିଲି ବାନ୍ଧିକି ଘରକୁ ଯାଉଥିଲା। ମୋତେ କାଲି ଅନୁଷ୍ଠାନ କହିଲା ଇନ୍ଦ୍ରଜିତ ବୋଧ ହବ,
ମୁଁ କହିଲି ହଁ ହବ। ଆଜି ବର୍ଷା ଘରେ ପୁଣି 20 ଲୋକ ଯାଇକି ପହଞ୍ଚିଲେ, କହିଲେ ସାର୍ କାଲି ଅଭିମନ୍ୟୁ ବଧ। ମୁଁ କହିଲି ମୁଁ କଣ ଠିକା ନେଇଛି? ମୋ ମା ବସିଥିଲା। ମୁଁ କହିଲି ମୁଁ କଣ ଠିକା ନେଇଛି? ମତେ ଅଭିମନ୍ୟୁ ବଧ ଆସିନି, ଆର ଗାଈକୁ କହିବ କରିବ। ତଥାପି କହିଲେ ହଁ ହବ ଅଭିମନ୍ୟୁ ବଧ। କଥା ଦଉଛି ଉଦୟନାଥ ରଥ ଶର୍ମା ସାହିତ୍ୟର ପ୍ରାଞ୍ଜଳ ଭାବରେ। ମୁଁ କାଲି ଅଭିମନ୍ୟୁ ବଧ ଗାଇବି ଆଜିଠୁ ଘୋଷଣା କରିକି ଯାଉଛି, ଯେହେତୁ 20 ଲୋକ ମତେ ବସା ଘରେ କହିଛନ୍ତି। ଆଉ ପ୍ରଥମ ଥାକରେ ପାଲା ଗାଉଛ, 20ଟା ଲୋକ ବସେଇ ପାରୁନ, ନିଜକୁ ବଡ ଦେଖି ଯାଉଛ। ହଁ ବାପା କାଲି ଗାଇବି ଅଭିମନ୍ୟୁ ବଧ। ଗାୟକ କେଶରୀ ଉଦୟନାଥ ରଥ ଶର୍ମା ସାହିତ୍ୟ ଗୋଟାକ ଯାକ କାଲି ଗାଇବି, ଟିକିଏ ଭୁଲ ହବନି। ତାହେଲେ ସଜ୍ଜନ ବର୍ଗେ ହଁ ଭାଇନା ଯିବା ସମୟ ତ ହେଇଗଲାଣି, ମତେ ବି କଷ୍ଟ, ମୋ ଶରୀର ଭଙ୍ଗା ଦେହ, ଦିଟା ବେଲ୍ଟ ଅଣ୍ଟାରେ ପିନ୍ଧୁଛି, ଠିଆ ହେବାକୁ ଇଚ୍ଛା ନାହିଁ। ମୋ ବାପାକୁ ମୁଁ 10 ଥର କହିଲିଣି ମତେ ବିଦା କରିଦେ, ମୁଁ ଚଳଚଞ୍ଚଳ ଗାୟକଟା, ମୁଁ ଠିଆ ହେବା ଲୋକ ନୁହଁ। ମୁଁ ଠିଆ ହେଇକି ପାଲା ଗାଇ ପାରିବିନି। ଦର୍ଶକ କହୁଛନ୍ତି ମୋ ଜୀବନ। ଯଦି ମଞ୍ଚ ଉପରେ ମୁଁ ପାଲା ଗାଇଲା ବେଳେ ଚୌକିରୁ ଯଦି ଗୋଟିଏ ଲୋକ ଉଠିଯାଏ, ମୋର ଗୋଟିଏ ବିନ୍ଦୁ ରକ୍ତ କୁଆଡେ ଶୁଷ୍କ ହେଇଯାଏ। ମୁଁ କେବେ ମଞ୍ଚରେ ଚୌକି ଉପରୁ ଶ୍ରୋତା ଉଠେଇବା ଗାୟକ ନୁହଁ। ତୁ ମତେ ବିଦା କରିଦେ, ମତେ ଛାଡୁନି। ଲାଷ୍ଟ କହିଲେ ଯଦି ମରିଯିବି ଶବଟାକୁ ନେଇକି ଗାଁ ଭିତରେ ପକେଇ ଦେଇକି ଆସିବ, ଆଉ କଣ କରିବି? ଯାହା ଭଗବତୀର ଦୟା, 3 ଦିନ ଗଲାଣି, ଯାହା ହବ ହବ।